ଶୀତ କେବଳ ମଣିଷମାନଙ୍କୁ ହୁଏନି, ମାଙ୍କଡ଼ମାନଙ୍କୁ ବି ହୁଏ। ମୁଁ ଆପଣଙ୍କୁ ଦେଖାଉଛି ଗୋଟେ ଜିନିଷ। ସାମ୍ନାରେ ମାଙ୍କଡ଼ ପୁରା କୁଣ୍ଡାକୁଣ୍ଡି ହେଇକି ସବୁ ବସିଛନ୍ତି, ଖରା ପୁଆଇଁ ହେଉଛନ୍ତି। ସେଇଠି ଦେଖ, ସିଏ ବୋଧେ ହଜବେଣ୍ଡ ୱାଇଫ୍, ତାର ପୁଅ କି ଝିଅ ହେଇଥିବ ସିଏ, ତେଣୁ ସେ କୁଣ୍ଡାକୁଣ୍ଡି ହେଇକି ସବୁ ବସିଛନ୍ତି। ଏଇଠି 4ଟା ମାଙ୍କଡ଼, ସେଠି 2ଟା ମାଙ୍କଡ଼, ସେଠି ଆହୁରି ଯୋଡ଼େ 3ଟା ମାଙ୍କଡ଼, ସେପଟେ ଆହୁରି ମାଙ୍କଡ଼, ପୁରା ମାଙ୍କଡ଼ ପଲ। ସେଇଠି ସାମ୍ନାରେ ଦେଖୁଛନ୍ତି ବର୍ତ୍ତମାନ ବାହାଘର ପାଇଁ ଟେଣ୍ଟ ଟଣା ଅଛି। କାଲି ବାହାଘର ଥିଲା, ଯେହେତୁ ବାହାଘର ପାଇଁ ଟେଣ୍ଟ ଟଣା ହେଇଥିଲା, ତେଣୁ ସେ ଅନୁସାରେ ଗୀତ ଫିତ ବାଜୁଥିଲା, ତେଣୁ ଭିଡ଼ିଓ ସେତେ କିଛି ବନେଇ ହେଲାନି। ବଟ୍ ୟେସ୍, ଚଳିବ, କିଛି ନାହିଁ। କାଲି ବ୍ଲଗ୍ରେ ସେଥିପାଇଁ ଅଲଗା କଣ୍ଟେଣ୍ଟ ଆସିଥିଲା। ତେଣୁ ହୋପଫୁଲି ଜିନିଷ ଧୀରେ ଧୀରେ ବେଟର୍ ହେଇଯିବ। ବର୍ତ୍ତମାନ ଶୀତ ଲାଗୁଛି ୟାର। କାଲି ରାତିରେ କିନ୍ତୁ ବହୁତ ଜୋର ଶୀତ ଲାଗୁଥିଲା। କାଲି ଆଇ ଥିଙ୍କ ଟେମ୍ପରେଚର୍ କମିଯାଇଥିଲା, 16 ଡିଗ୍ରୀକୁ ଆସିଯାଇଥିଲା। ବସି ଭାବୁଥିଲି ପୁରା 16 ଡିଗ୍ରୀ ଯଦି ଆମକୁ ଏତିକି ଶୀତ ଲାଗୁଛି, ତାହେଲେ ଯେଉଁମାନେ -16 ଡିଗ୍ରୀରେ ବଞ୍ଚୁଥିବେ ସେମାନଙ୍କୁ କ'ଣ ଲାଗୁଥିବ। ବଡ଼ ଦୁଃଖ କଥା। ଏପଟ ପ୍ଲାଷ୍ଟରିଂ କାମ ହେଇଗଲାଣି, କାହିଁକିନା କାଲି ଲୋକ ଆସିନଥିଲେ। ଆହୁରି ଇଟା ଅଛି, ଏତିକି ଗଢ଼ା ହେଇଗଲେ ଇଏ କମ୍ପ୍ଲିଟ୍ ହେଇଯିବ। କମ୍ପ୍ଲିଟ୍ ହେଲେ ରୁମ୍ ପୁରା ଛାତ, ପୁରା ଲମ୍ବା ଛାତ, ପୁରା ମସ୍ତ ଲାଗିବ।